Hello students, welcome back to your own favorite channel Plus 2 Education Aspirants. ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଭିଡ଼ିଓରେ ବର୍ତ୍ତମାନ ଆମେ ଆସିଛେ। ତ ଏଇ ଇମ୍ପୋର୍ଟାଣ୍ଟ ଭିଡ଼ିଓ କ'ଣ ରହିଛି, ତୁମର ଲଙ୍ଗ କ୍ୱେଶ୍ଚନ୍ ଓଡ଼ିଆ ଅପସନାଲ ଯେଉଁ ପିଲାମାନେ ନେଇଛ ତାର ଯେଉଁ ଆମେ ସିଲେକ୍ସନ୍ ଲଙ୍ଗ କ୍ୱେଶ୍ଚନ୍ ବାଛିଛେ। ଓକେ, ତ ସେଇ ସିଲେକ୍ଟିଭ ଭିତରୁ ତୁମକୁ ସରହ ସୁନ୍ଦରୀ ଏପର୍ଯ୍ୟନ୍ତ ମିଳିଯାଇଛି ପିଲାମାନେ। ସରହ ସୁନ୍ଦରୀ ମୋର କାଲକୁଲେସନ୍ କହୁଛି ଯେ ସରହ ସୁନ୍ଦରୀ ନିହାତି ଭାବରେ ଆସିବ। ଓକେ, ତ ଖାଲି ଗୋଟେ ପଢ଼ିଦେଲେ ତ ହେବନି, ସରହ ସୁନ୍ଦରୀ ସହିତ ଆଉ ଦୁଇଟି ଆମେ ପଢ଼ିଥିବା। ଆମର ଯେଉଁ ଯାହା ବି ପ୍ରିପାରେସନ୍ ଅଛି 100% ଆମେ ଦେବା ପାଇଁ ତୁମେ ଲେଖିପାରିବ। ଓକେ, ନ ପଢ଼ିଲେ ବି ଲେଖିପାରିବ, କିନ୍ତୁ ତୁମେ 100% କେମିତି ଭଲ ଭାବରେ ଲେଖିବ, ଏହା ଆମର ଲକ୍ଷ୍ୟ ରହିଛି। ତ ସେଇଥିପାଇଁ ହିଁ ତୁମେ ଯାହା ପଢ଼ିକି ଯାଇଥିବ ହେଲା, ଗୋଟେ ଜିନିଷ ତୁମେ ପଢ଼ିକି ଯାଇଛ ତାକୁ କେମିତି ଲେଖିବ ହେଲା, ଆଉ ଗୋଟେ ତୁମେ ପଢ଼ିକି ଯାଇନ ଖାଲି ଜାଣିଛ, ତା ବିଷୟରେ ଜାଣିଛ, ସେ ବିଷୟରେ କେତିକି ଭଲ ଲେଖିପାରିବ, ଦୁଇଥିରେ ପାର୍ଥକ୍ୟ ରହିଛି। ତ ସେଇଥିପାଇଁ ଆମର ପ୍ରିପାରେସନ୍ ହେବା ବହୁତ ଜରୁରୀ। ଠିକ୍, ତ ଦୁଇଟି ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ୍, ଯେଉଁଟେ ଥିଲା ତୁମର କ'ଣ ଉଠନିଶି ପାହିଲା ଏବଂ ତାଙ୍କୁ କିଏ ବୋଲୁଥାଇ ଗୋ। ତ ଦୁଇ ଲଙ୍ଗ କ୍ୱେଶ୍ଚନ୍କୁ ମୁଁ ଏ ଗୋଟେ ଭିଡ଼ିଓରେ ଦେବା ପାଇଁ ଚେଷ୍ଟା କରୁଛି, କିଛିଟା ବୁଝେଇବା ପାଇଁ ଚେଷ୍ଟା କରୁଛି, ଯାହା ମାଧ୍ୟମରେ କି ତୁମେ ଟୋଟାଲ୍ ପ୍ରସଙ୍ଗଟି ଭଲ ଭାବରେ ବୁଝେଇବ। ଓକେ, କ'ଣ ଲେଖିବ, କେମିତି ଲେଖିବ, ତୁମର ଫୁଲ୍ ମାର୍କ 5 କେମିତି ଆସିବ ସବୁ କହିବି ହେଲା। ଦେଖ ଏଇ କ୍ୱେଶ୍ଚନ୍ ଟିକେ ଦେଖ, ଉଠନିଶି ପାହିଲା କବିତାର ଭାବ ବିଶ୍ଳେଷଣ କର। ଏଣ୍ଡ ଆଉ ଗୋଟେ କ୍ୱେଶ୍ଚନ୍ ରହିଛି, ପଠିତ କବିତା ଅବଲମ୍ବନରେ ଯଶୋଦାଙ୍କ ମାତୃ ହୃଦୟର ଆବେଗର ଚିତ୍ର ଉପସ୍ଥାପନ କର। ଯେଉଁ କ୍ୱେଶ୍ଚନ୍ ଆସିଲେ ଏ ଗୋଟେ ଲେଖିଦେଲେ, ଉଠନିଶି ପାହିଲାରୁ ଯାହା ଆସିଲେ ତୁମେ ଏହାକୁ ଭଲ ଭାବରେ ଲେଖିଦେବ ଏବଂ କନକ୍ଲୁଡ଼ିଂ ପାର୍ଟରେ ଟିକେ ଭିନ୍ନ ଲେଖିଦେବ ହେଲା। ଏଇ ଦେଖ, ଏଇ କ୍ୱେଶ୍ଚନ୍ଟି 2018ରେ ଆସିଥିଲା ଏବଂ 2023ରେ ମଧ୍ୟ ଏଇ କ୍ୱେଶ୍ଚନ୍ଟି ଆସିଥିଲା। କବି ପ୍ରଥମତଃ ତୁମେ ଯେଉଁ କ୍ୱେଶ୍ଚନ୍ ବି ଆସିଲେ ପିଲାମାନେ କବି ପରିଚୟ ନିହାତି ଭାବରେ ଦେବ ହେଲା। କବି ପରିଚୟ ନିହାତି ଭାବରେ ଦେବ, ତାଙ୍କର ବିଶିଷ୍ଟ ଲେଖା ଗୁଡ଼ିକ କ'ଣ କ'ଣ, ତାଙ୍କ ଲେଖାରେ କ'ଣ ପ୍ରତିଫଳିତ ହେଇଥାଏ ଏବଂ ଯାହା ଯେଉଁ ବିଷୟରେ ତୁମେ ଚର୍ଚ୍ଚା କରିବ ତ ତାହା କେଉଁଠାରୁ ଉଦ୍ଧାରିତ ହେଇଛି, କେଉଁଠାରୁ ଆସିଛି, ତାକୁ ତୁମେ ଲେଖିବ। ଏତିକି ମନେ ରଖ, ଏତିକି ପଏଣ୍ଟ ମନେ ରଖିଲ, ଦେନ୍ ଚାଲ ବଢ଼ିବା। ଏ ହେଉଛି ଉଠନିଶି ପାହିଲା, ଆମର ବନମାଳୀ ଦାସ ଲେଖିଛନ୍ତି ଏହାକୁ। ଉଠନିଶି ପାହିଲା କିଏ ଲେଖିଛନ୍ତି? ବନମାଳୀ ଦାସ ଲେଖିଛନ୍ତି। ସେ ଥିଲେ କ'ଣ? ସେ ଥିଲେ ଓଡ଼ିଆ ଗୀତି କବିତା ଜଗତର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ସ୍ରଷ୍ଟା। ଓକେ, ତାଙ୍କ ବିଷୟରେ ଟିକେ ସୁନ୍ଦର କରି ବାଗେଇକି ଲେଖିବ, ଯେମିତି ତୁମର କିଏ ଏକ୍ଜାମିନର ଦେଖିବେ ଖାତା କି ଇଏ ସୁନ୍ଦର ଭାବରେ ଲେଖା ହେଇଛି ଆଉ ତାକୁ ଭଲ ଭାବରେ ମାର୍କ ଦେବେ। ତୁମର କ'ଣ ପ୍ରଥମେ କ'ଣ କହନ୍ତି, ତୁମର ଦେଖା ଉପରେ ଯିବେ, ନାଇଁ କିରେ, ତୁମର ଦେଖା ଉପରେ ଯିବେ, କେମିତି ଦିଶୁଛ, କ'ଣ କରୁଛ, ତାପରେ ତୁମର ପର୍ସନାଲିଟିକୁ ବା ତୁମ ଭିତରକୁ ତୁମ ଗୁଣ ଗାରିମା ପରେ ସେ ଜାଣିବେ। ପ୍ରଥମେ କ'ଣ ଦେଖିବେ, ତୁମେ କେମିତି ଦିଶୁଛ, କ'ଣ ଆଉଟଫିଟ୍ ପିନ୍ଧିଛ, ସୁନ୍ଦର ଦିଶୁଛ ନା ନାହିଁ, ସଫା କନା ପିନ୍ଧିଛ ନା ନାହିଁ, ଏସବୁ ପ୍ରଥମେ ଦେଖାଯାଏ। ତ ପ୍ରଥମେ ଯାହା ତୁମର ଶବ୍ଦ ସଜ୍ଜା, ଶବ୍ଦର ଚାରୁ ଯେଉଁ ମର୍ଯ୍ୟାଦା ଅଛି ହେଲା, ସୁନ୍ଦର ଭାବରେ ଲେଖିଛ ନା ନାହିଁ, ତାକୁ ସେମାନେ ପ୍ରଥମେ ଦେଖିବେ। ତ ବନମାଳୀ ଦାସ ଲେଖିଛ ଓଡ଼ିଆ ଗୀତି କବିତା ଜଗତରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ସ୍ରଷ୍ଟା। ସେ ଥିଲେ ବୈଷ୍ଣବୀୟ ଚେତନାର ଏକ ସାରସ୍ୱତ ସାଧକ। ଓକେ, ଏବଂ ସାରସ୍ୱତ ସାଧକ ଭକ୍ତିଭାବପୂର୍ଣ୍ଣ ଗୀତିକାମାନ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ସେ ମୋଷ୍ଟଲି ବୈଷ୍ଣବ ଚେତନୀୟ ଅର୍ଥାତ୍ ବିଷ୍ଣୁଙ୍କ ଭକ୍ତ ଆମେ କହିପାରିବା, ଶ୍ରୀକୃଷ୍ଣ ଭକ୍ତ ଜଗନ୍ନାଥଙ୍କର ଚରଣ ଅମୃତ ତାଙ୍କର ଲାଭାନ୍ୱିତ କରିଥିବେ। ତ ସେ କୃଷ୍ଣ ଓ ଜଗନ୍ନାଥଙ୍କୁ ଏକ ଏବଂ ଅଭିନ୍ନ ମନେକରି ନିଜର ଭକ୍ତି ପ୍ରଣତାର ପରିଚୟ ପ୍ରଦାନ କରିଛନ୍ତି। ଏ ଲାଇନ୍ ଟିକେ ଲେଖିବ, କେଉଁ ଲାଇନ୍ ଲେଖିବ ମୁଁ କହୁଛି। ବନମାଳୀଙ୍କ ପଦାବଳୀ ଗୁଡ଼ିକର ପ୍ରାଣ ପ୍ରବହ ଭକ୍ତି ଭାବରେ ଅତ୍ୟନ୍ତ ରସସିକ୍ତ। ଭକ୍ତି ଭାବରେ ଶ୍ରୀକୃଷ୍ଣଙ୍କର ଭକ୍ତିରେ ସେ ସମ୍ପୂର୍ଣ୍ଣ ଭାବରେ ଲୀନ ହୋଇ ସେ ଥିଲେ କ'ଣ, ବୈଷ୍ଣବୀୟ ଚେତନାର ଏକ ସାରସ୍ୱତ ସାଧକ। ଏଇ ଲାଇନ୍ ଟିକେ ଲେଖିବ, ବୈଷ୍ଣବୀୟ ଚେତନାର ଏକ ସାରସ୍ୱତ ସାଧକ ଥିଲେ କିଏ? ବନମାଳୀ ଦାସ। ଏବଂ ତାଙ୍କ ଲେଖାରେ କ'ଣ ହେଉଥିଲା, ପ୍ରାଣ ପ୍ରବାହ ଭକ୍ତି ଭାବରେ ଅତ୍ୟନ୍ତ ରସସିକ୍ତ ଥିଲା। ତ ଆଲୋଚ୍ୟ କବିତା, ଏଇ ଯେଉଁ ଉଠନିଶି ପାହିଲା କବିଙ୍କ ବଳିଷ୍ଠ ଲେଖନୀର ଉଚ୍ଛ୍ୱାସରେ ରସାଣିତ। ଏହି କବିତାର ଭାବମର୍ମରେ ଯଶୋଦାଙ୍କର ମାତୃ ହୃଦୟ ଆବେଗ ଚିତ୍ରିତ। ଏହି କବିତାରେ କ'ଣ ଦେଖାଯାଇଛି? ସମ୍ପୂର୍ଣ୍ଣ ଭାବରେ ଦେଖାଯାଇଛି ଯେ ମାତା ଯଶୋଦା ତାଙ୍କର ମାତୃ ହୃଦୟରେ
ମାନେ ମାତୃହୃଦୟର ଆବେଗ କିପରି ଭାବରେ ଏଇ କବିତା ମାଧ୍ୟମରେ ପ୍ରତିଫଳିତ ହେଉଛି ତାହାକୁ ଦର୍ଶାଯାଇଛି ହେଲା। ଯଶୋଦା ଥିଲେ କ'ଣ ଜଣେ ବାତ୍ସଲ୍ୟମୟୀ ଜନନୀ ମା। କୃଷ୍ଣ ଥିଲେ ତାଙ୍କର ସ୍ନେହବସରର ସନ୍ତାନ। ଯଶୋଦା ଏବଂ କୃଷ୍ଣଙ୍କର ଆମେ ସମସ୍ତେ ଜାଣିଛେ, ହେଲେ ଲେଖାରେ ତ ଲେଖିବାକୁ ପଡ଼ିବ ଯଶୋଦା କିଏ ଥିଲେ। ଯଶୋଦା ଥିଲେ ଆମର କୃଷ୍ଣଙ୍କର ମା, ନନ୍ଦ ରାଜାଙ୍କ ସ୍ତ୍ରୀ, ଏମିତି ତ ଲେଖିବୁନି, ସୁନ୍ଦର କି ବାଗେଇକି ଲେଖିବ ଓଡ଼ିଆ ପିଲା ତମେ ମାନେ। ଯଶୋଦା ଥିଲେ ଜଣେ ବାତ୍ସଲ୍ୟମୟୀ ଜନନୀ, କୃଷ୍ଣ ଥିଲେ ତାଙ୍କର ସ୍ନେହବସର ସନ୍ତାନ। ସେ ପ୍ରତିଟି ମୁହୂର୍ତ୍ତରେ କୃଷ୍ଣଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳ ହୋଇ ଉଠୁଥିଲେ। କୃଷ୍ଣ ଶ୍ରମ ଓ କାର୍ଯ୍ୟଧାରା ଯଶୋଦାଙ୍କ ମନରେ ସଦାସର୍ବଦା ପ୍ରତିବିମ୍ବିତ ହୋଇ ଉଠୁଥିଲା। କୃଷ୍ଣଙ୍କ ପ୍ରତି ଯଶୋଦାଙ୍କର ମାତୃହୃଦୟର ପ୍ରତି ପ୍ରୀତି ଉଦ୍ବେଳନ ଥିଲା ଅନନ୍ୟ। ତ ଏ ପ୍ରଥମ ପାରାଗ୍ରାଫରେ କ'ଣ ଲେଖା ହେଇଛି, ଯଶୋଦା କିପରି ଭାବରେ ତାଙ୍କର ପୁତ୍ର କୃଷ୍ଣ ପ୍ରତି ଅତି ବ୍ୟାକୁଳା ଥିଲେ, ତାଙ୍କର ପ୍ରୀତି କିପରି ଥିଲା, ମାତୃହୃଦୟର ପ୍ରୀତି ଉଦ୍ବେଳନ କିପରି ଅନନ୍ୟ ଥିଲା ତାହାକୁ ଲେଖା ହେଇଛି। ଯେମିତିକି କୃଷ୍ଣ କାର୍ଯ୍ୟ କରିବାକୁ ଗଲା ସମୟରେ, ବାଛୁରୀ ଚରେଇବାକୁ ଯିବା ସମୟରେ, ତାଙ୍କ କାର୍ଯ୍ୟ କରିବା ସମୟରେ ମଧ୍ୟ ସେ ଯଶୋଦା ତାଙ୍କୁ ସଦାସର୍ବଦା ମନେ ପକାଉଥିଲେ। ଥରେ କ'ଣ ହେଇଛି ଏଇ ଘଟଣା ଉପରେ, ସେଇ ଘଟଣା ଉପରେ ହିଁ ଏଇ ଉଠନିଶି ପାହିଲା ଆଧାରିତ ରହିଛି। ସେ ଘଟଣାଟି କ'ଣ, ଏକଦା ରଜନୀର ଅବସାନ ଘଟିଛି ହେଲା। ରାତି ସରିଯାଇଛି, ସକାଳ ହେଲାଣି, ପୁତ୍ର କୃଷ୍ଣ ଶଯ୍ୟା ତ୍ୟାଗ କରି ଉଠି ନାହାନ୍ତି, ହେଲେ ରାତିର ଅବସାନ ହେଇଛି, ସକାଳ ହେଲାଣି, ହେଲେ ପୁତ୍ର ଉଠି ନାହାନ୍ତି। ମାତା ଯଶୋଦାଙ୍କ ପ୍ରାଣରେ ସୃଷ୍ଟି ହେଇଛି ଉଦ୍ବେଳନ। ସେ ମାନେ ଭାରି ବ୍ୟସ୍ତ ହେଇଗଲେଣି ଯେ ଆରେ ପୁଅଟି କାହିଁକି ଉଠୁନି। ସେ କୋମଳ ମଧୁର ଭାବରେ ବଂଶୀଧାରୀ କୃଷ୍ଣଙ୍କୁ ଶଯ୍ୟାରେ ଉଠିବାକୁ ଆହ୍ୱାନ କରି ସୂଚାଇ ଦେଇଛନ୍ତି ଯେ ରଜନୀର ଅନ୍ତ ଘଟି ସୁପ୍ରଭାତ ହେଇଛି। ସେ ତାଙ୍କୁ ଉଠେଇବାକୁ ଚେଷ୍ଟା କରୁଛନ୍ତି ଏବଂ କହୁଛନ୍ତି, ଯେପରିକି ତୁମ ମା ମାନେ କହୁଛନ୍ତି ନା ନାହିଁ, ରାତି ପାହିଲାଣି, ସକାଳ ହେଲାଣି, ତମେ ଉଠୁନ କାହିଁକି। ମନ୍ଦିରରେ ସେ କ'ଣ କହିକି ତାଙ୍କୁ ଉଠଉଛନ୍ତି। ମନ୍ଦିରରେ ଶୁକ ଡାକିଲାଣି, ବୃକ୍ଷରେ କାକ ଡାକିଲାଣି, ପିକ କୁହୁ କୁହୁ ଡାକରେ ପ୍ରଭାତୀ ଗାନ କଲେଣି ଏବଂ କୁକୁଡ଼ାମାନେ ରାବ କରୁଛନ୍ତି। କୁକୁଡ଼ା ମାନେ ରାବ କରୁଛନ୍ତି। ତେଣୁ ବନମାଳୀ ଶଯ୍ୟା ତ୍ୟାଗ କରି ଉଠନ୍ତୁ। କ'ଣ ବୋଲି ସମ୍ବୋଧନ କରାଯାଉଛି କୃଷ୍ଣଙ୍କୁ, ତେଣୁ ବନମାଳୀ ଶଯ୍ୟା ତ୍ୟାଗ କରି ଉଠନ୍ତୁ କହିକି କୁହାଯାଉଛି। ଓକେ, ମମତାମୟୀ ମାତା ଯଶୋଦା ସୂଚାଇ ଦେଇଛନ୍ତି ଯେ କୃଷ୍ଣ ଶଯ୍ୟା ତ୍ୟାଗ କରି ଉଠିଲେ କ'ଣ ହେବ, ସେ ତାଙ୍କୁ ଜଳରେ, ସୁବାସିତ ଜଳରେ ତାଙ୍କ ମୁଖ ପଖାଳି ଦେବେ। ପ୍ରଥମ ପାରାଗ୍ରାଫରେ ସେ ଲେଖିଲେ ତାଙ୍କୁ ଉଠାଇବା ପାଇଁ କହିଲେ, କିଏ ରାବ ଦେଲେଣି, ଏସବୁ ଗୁଡ଼ାକ କଥା କହିଲେ। ତାପରେ ଉଠିଲେ ସେ କ'ଣ କରିବେ ତା କହୁଛନ୍ତି ଏଇ ପାରାଗ୍ରାଫରେ ହେଲା। ଶୀଘ୍ର ଶଯ୍ୟା ତ୍ୟାଗ କର, ଉଠିଲେ ସୁବାସିତ ଜଳରେ ସେ ତାଙ୍କ ମୁଖ ପଖାଳି ଦେବେ, ଅଧାମ, ଗୋଟିକା, ଲବଣ, ସର, ପୁଳି ଓ କଦଳୀ ଖୁଆଇବେ। ଓକେ, ଏଇ ଲାଇନ୍ ଟିକେ ମନେ ରଖ, 2 ମାର୍କ କ୍ୱେଶ୍ଚନରେ ଆସିଥାଏ ହେଲା। ଯଶୋଦା କୃଷ୍ଣଙ୍କୁ କ'ଣ ଖାଇବାକୁ ଦେବେ। ବିଳମ୍ବ ହେଉଥିବାରୁ ଯଶୋଦା ପ୍ରିୟ ପୁତ୍ର ବଳରାମ କୃଷ୍ଣଙ୍କୁ ଗୋଗୋଷ୍ଠକୁ ଯିବା ବିଷୟ ଜଣାଇଛନ୍ତି ଯେ ସମୟ ଉଚ୍ଛର ହେଲାଣି, ଗୋଗୋଷ୍ଠକୁ ଯିବା ପାଇଁ ସମୟ ବିଳମ୍ବ ହେଉଛି, ଶୀଘ୍ର ଉଠ କହିକି ଦୁଇ ଭାଇଙ୍କୁ ସେ ଉଠଉଛନ୍ତି। ସେଠାରେ ସଅଳ ଉଠିଲେ ଗୋଗୋଷ୍ଠକୁ ଯିବେ। ସେମାନେ କ'ଣ, ସଅଳ ଉଠିଲେ ଗୋଗୋଷ୍ଠକୁ ଯିବେ, ସେଠାରେ ଆହାର କରିବେ। ଆହାର ପାଇଁ ସେ କ'ଣ ଦେବେ, ଦଧି ଅନ୍ନ ଦେବେ, ତାଙ୍କର ପ୍ରିୟ ଖାଦ୍ୟ ଦଧି ଅନ୍ନ ଦେବେ। ଯଶୋଦାଙ୍କ ମାତୃପ୍ରାଣରେ ଜାଗି ଉଠିଛି ବାତ୍ସଲ୍ୟ ମମତା। ବୋଧହୁଏ ବିଗତ ଦିବସରେ ସେ କ'ଣ ଭାବିଛନ୍ତି, ତାପରେ ସେମାନେ ଉଠୁନାହାନ୍ତି ଏତେ କହିଲା ସତ୍ତ୍ୱେ, ତ ସେ ଭାବୁଛନ୍ତି ଯେ ବୋଧହୁଏ ଗତକାଲି ସେମାନେ ବହୁତ ପରିଶ୍ରମ କରିକି ଆସିଛନ୍ତି, ଅଧିକ କ୍ଳାନ୍ତି ହେଇଯାଇଥିବାରୁ ସେମାନେ କ'ଣ ଉଠୁନାହାନ୍ତି, କିମ୍ବା ଶ୍ରମଜନିତ ଶକ୍ତିହୀନତା ହେତୁ ସେମାନେ ଅଳସରେ ନିଦ୍ରା ଯାଇଛନ୍ତି। କବି କ'ଣ ବର୍ଣ୍ଣନା କରିଛନ୍ତି, ବାଛୁରୀ ଚରାଇ ଯାଇ କାଳିପଥ ଶ୍ରମ ପାଇ, ଅଳସୋଇ ଅଛ ଶୋଇ, ଅଶକତ ହୁଏ କି ଶରୀର ହେ। ତ ତୁମେ ଲଙ୍ଗ କ୍ୱେଶ୍ଚନ୍ ଲେଖିଲା ସମୟରେ ତୁମେ ପିଲାମାନେ ଗୋଟେ ଏଇ ପଙ୍କ୍ତି ଗୁଡ଼ାକ ତୁମେ ବାଛିକି ଲେଖିବ ହେଲା। ପଙ୍କ୍ତି ଗୁଡ଼ାକ ତୁମେ ମନେ ରଖିଦେବ, ଆଉ ତାକୁ ଲେଖିଲେ ତୁମର ଏକ୍ଜାମିନର ତୁମକୁ ବହୁତ ସୁନ୍ଦର ଭାବରେ ମାର୍କ ଦେବେ। ଏବଂ କ'ଣ ଲେଖା ହେଇଛି ଦେଖ, କୃଷ୍ଣ ବାତ୍ସଲ୍ୟମୟୀ ଯଶୋଦା ଜଣାଇଛନ୍ତି ଯେ ସିଂହଦ୍ୱାରରେ ଗୋପବାଳାମାନେ ଆହ୍ୱାନ କଲେଣି, ନଭ ଦେଶରେ ସୂର୍ଯ୍ୟ ଉଦୟ ହେଲେଣି, ତେଣୁ ସେ ନିଦ୍ରା ତ୍ୟାଗ କରି ଉଠନ୍ତୁ ଓ ବନକୁ ଯିବାକୁ ଉଚ୍ଛୁର ହେଇଥିବାରୁ ଆଉ କାଳ ବିଳମ୍ବ କରନ୍ତୁ ନାହିଁ, ଶୀଘ୍ର ଉଠନ୍ତୁ, ଆପଣଙ୍କ କାମ ରହିଯାଉଛି। ବାସ୍ତବିକ ଆଲୋଚ୍ୟ କବିତାଟିର ଭାବଧର୍ମ ଯେତିକି ମାର୍ମିକ,
ଯଶୋଦାଙ୍କ ମାତୃହୃଦୟ ଆବେଗର ଚିତ୍ତ ସେତିକି ଗଭୀର। ଓକେ ପିଲାମାନେ, ବହୁତ ସୁନ୍ଦର ଭାବରେ ଲେଖା ହେଇଛି। କବି ବନମାଳୀ ଦାସ କବିତାଟିକୁ ସୁନ୍ଦର ଭାବରେ ରଚନା କରିଛନ୍ତି ଏବଂ କିଛି କଷ୍ଟ ନାହିଁ। ଖାଲି କଷ୍ଟ ଯଦି ଲାଗିବ ତମମାନଙ୍କୁ ତାହେଲେ କବି ପରିଚୟରେ କ'ଣ କ'ଣ ଲେଖିବ ଏହାକୁ ଭଲ ଭାବରେ ଦେଖିବ ପିଲାମାନେ। କବି ପରିଚୟକୁ ନିହାତି ଏହାକୁ ଦେଖିଥାନ୍ତି ତୁମର ଏକ୍ଜାମିନର ହେଲା। ଦେନ୍ କ୍ୱେଶ୍ଚନଟି ଆସୁଛି ତାଙ୍କୁ କିଏ ବୋଲୁଥାଇ ଗୋ ଗୌରଚରଣ ଅଧିକାରୀ ଏହାକୁ ଲେଖିଛନ୍ତି। ମୁଁ ଦୁଇଟି କ୍ୱେଶ୍ଚନ ଦେବି, ଏଥିରୁ ଦୁଇଟି କ୍ୱେଶ୍ଚନ ଦେବି। ଏଇ ତାଙ୍କୁ କିଏ ବୋଲୁଥାଇ ଗୋ ଏଥିରେ ମଧ୍ୟ କୃଷ୍ଣଙ୍କର ଯେଉଁ ବିଭିନ୍ନ ଅବତାର ଅଛି, ଅବତାରରେ କିପରି ଲୀଳା ସେ କରିଛନ୍ତି ତାହାକୁ ବର୍ଣ୍ଣନା କରାଯାଇଛି। ତ ଦେଖ, ତାଙ୍କୁ କିଏ ବୋଲୁଥାଇ ଗୋ କବିତାର ମୂଲ୍ୟାୟନ କର ଗୋଟେ କ୍ୱେଶ୍ଚନ ରହିଛି ହେଲା। ଦୁଇଟି କ୍ୱେଶ୍ଚନ ଦେଖେଇବି, ଦୁଇଟି କ୍ୱେଶ୍ଚନକୁ ଏକା ସାଙ୍ଗରେ କେମିତି ଲେଖିବ ଦେଖେଇବି। ତାଙ୍କୁ କିଏ ବୋଲୁଥାଇ ଗୋ କବିତାର ମୂଲ୍ୟାୟନ କର। ଆଣ୍ଡ ଆଉ ଗୋଟେ କ୍ୱେଶ୍ଚନ ଅଛି ୟେସ୍ ଦିସ୍ ୱାନ୍। ଛଳୋକ୍ତିରେ ଶ୍ରୀକୃଷ୍ଣଙ୍କ ଗୁଣ କୀର୍ତ୍ତନ କରି ତାଙ୍କର ମହିମା ଗାନ କରିବା କବିଙ୍କର ଲକ୍ଷ୍ୟ। ପଠିତ କବିତା ଅବଲମ୍ବନରେ ଏହା ପ୍ରମାଣ କର। ବା ପଠିତ କବିତାରେ ଛଳୋକ୍ତି ମାଧ୍ୟମରେ କବି କିଭଳି ଗୋପୀମାନଙ୍କର ଅଭିମାନକୁ ବର୍ଣ୍ଣନା କରିଛନ୍ତି ତାହା ଆଲୋଚନା କର। ତ ଦୁଇଟି କ୍ୱେଶ୍ଚନ ଆନ୍ସର କିପରି ଭାବରେ ଗୋଟେ ଲେଖିବ ମୁଁ ତୁମକୁ କହୁଛି ହେଲା। ପ୍ରଥମ କ୍ୱେଶ୍ଚନ ହେଉଛି କିଏ ଲେଖିଛନ୍ତି? ଗୌରଚରଣ ଅଧିକାରୀ ଲେଖିଛନ୍ତି। ଗୌରଚରଣ ଅଧିକାରୀ କ'ଣ ଥିଲେ? ସେ ଥିଲେ ଓଡ଼ିଆ ସାହିତ୍ୟରେ କବି ଗୌରଚରଣ ଅଧିକାରୀ ଥିଲେ ଜଣେ ମହାନ ବୈଷ୍ଣବ କବି। ସେ ମଧ୍ୟ ବୈଷ୍ଣବ କବି ଥିଲେ। ବୈଷ୍ଣବ କବି ଅର୍ଥାତ୍ କୃଷ୍ଣ ପ୍ରୀତିରେ ସେ ଉଦ୍ବୃତ୍ତ ହେଇଥିବେ। ପଦାବଳୀ ସାହିତ୍ୟ ରଚନା କରି ସେ ନିଜର ଆଧ୍ୟାତ୍ମିକ ଚିନ୍ତା ଚେତନାର ପରିଚୟ ପ୍ରଦାନ କରିଛନ୍ତି। ଆଧ୍ୟାତ୍ମିକ ସେ ଭଗବାନଙ୍କର ଠାକୁରଙ୍କର ସେ କବିତା ଗୁଡ଼ାକ ଲେଖିଛନ୍ତି ଆଧ୍ୟାତ୍ମିକ ଚେତନାବାଦ ଉପରେ ଆଧାରିତ। ନାନାବିଧ ଭଜନ ଜଣାନ ଚୌପଦୀ ଗୁଡ଼ିକରେ କବିଙ୍କର କବିତ୍ୱର ପରିଚୟ ମିଳେ। ସରଳ ଓ ସାବଳୀଳ ଭାବରେ କବି ସୃଷ୍ଟି ଅତ୍ୟନ୍ତ ଭାବଗର୍ଭକ ହୋଇଥିବା ବେଳେ କୃଷ୍ଣ ଭକ୍ତିର ସ୍ୱାକ୍ଷର ବହନ କରେ। ତାଙ୍କର ସମସ୍ତ କବିତା ଗୁଡ଼ିକ କ'ଣ? କୃଷ୍ଣ ଭକ୍ତିର ସ୍ୱାକ୍ଷର ବହନ କରୁଛି। ଆଲୋଚ୍ୟ ଏହି କବିତା କିଏ? ତାଙ୍କୁ କିଏ ବୋଲୁଥାଇ ଗୋ କବିତା କବି ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳା ଓ ମହିମା ବଳିକୁ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କୁ କିଏ ବୋଲୁଥାଇ ଗୋ ଏଠାରେ କ'ଣ ବର୍ଣ୍ଣନା ହେଇଛି? ଶ୍ରୀକୃଷ୍ଣଙ୍କର ବିଭିନ୍ନ ଯେଉଁ ଅବତାର ସେ ନେଇଛନ୍ତି, ଧରାପୃଷ୍ଠରେ ଆସିବା ପାଇଁ ଯେଉଁ ଅବତାର ଗ୍ରହଣ କରିଛନ୍ତି ତାହାକୁ ଅତ୍ୟନ୍ତ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ଯେମିତିକି ତାହା ପ୍ରାଣସ୍ପର୍ଶୀ ହେଇପାରିଛି। ଭାବାତ୍ମକ ଦୃଷ୍ଟିରୁ କବିତାର ମୂଲ୍ୟାୟନ ଅତୀବ ରମଣୀୟ। କ'ଣ ତାଙ୍କର ଯେଉଁ ଅବତାର ନେଇଛନ୍ତି ତାହାକୁ ସେ ବର୍ଣ୍ଣନା କରିଛନ୍ତି। ଠିକ୍ ଅଛି। କବିତାର ଆରମ୍ଭରୁ କବି କୃଷ୍ଣଙ୍କୁ ପରମ ଦୟାଳୁ ହରିବୋଲ ବୋଲି ବର୍ଣ୍ଣନା କରି ସେ ତାଙ୍କର ମାମୁଁ କଂସକୁ ବିନାଶ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଥମରୁ କଂସଙ୍କ ବିଷୟରେ ଲେଖା ହେଲା। କାହା ବିଷୟରେ? କଂସଙ୍କ। ଆଉ ପ୍ରଥମେ ତାଙ୍କୁ କ'ଣ ବୋଲି ସମ୍ବୋଧନ କଲେ? କବି ଗୌରଚରଣ ଅଧିକାରୀ ତାଙ୍କୁ କହିଛନ୍ତି ଦୟାଳୁ ହରିବୋଲ ହେଲା। ସେହି ଲୀଳାମୟ ପୁରୁଷ ସେ କ'ଣ କରୁଥିଲେ? ଶ୍ରୀକୃଷ୍ଣ ଗୋପପୁରରେ ଲାଳିତ ପାଳିତ ହୋଇ ସେ ଗୋପପୁର ଛାଡ଼ି ମଥୁରା ଆସିଲେ। ଶିଶୁପାଳଙ୍କୁ ବିବାହ ପାଇଁ ସ୍ଥିରୀକୃତ ହୋଇଥିବା ରୁକ୍ମିଣୀଙ୍କୁ ହରଣ କଲେ ହେଲା। ହରଣ କରିଛନ୍ତି। ପ୍ରଥମ ହେଲା କଂସ, ଦେନ୍ ରୁକ୍ମିଣୀଙ୍କ ବିବାହ, ଦେନ୍ ରାମ ଅବତାରରେ ସେ କ'ଣ କରିଥିଲେ? ତ୍ରେତୟା ଯୁଗରେ ସେ ଶୂର୍ପଣଖାର ନାସାକର୍ଣ୍ଣ ଛେଦନ କଲେ। ଦାନବ ବୀର ବଳିଙ୍କର ପିତା ବୈଲୋଚନକୁ ଛଦ୍ମବେଶରେ ଆସି ତାର ଆୟୁଷ କେଶକୁ ଉପାଡ଼ି ବିନାଶ କରିଛନ୍ତି। ବୈଲୋଚନକୁ କିପରି ଭାବରେ ବଧ କଲେ? ଶୂର୍ପଣଖାର ନାସାକର୍ଣ୍ଣ ଛେଦନ କଲେ ହେଲା। ଦେନ୍ ମାମୁଁ, ତମେ ମନେ ରଖୁଥା, କଂସ ଫାଷ୍ଟ ହେଉଛି କଂସ, ଦେନ୍ ଶିଶୁପାଳକୁ ବିବାହ କରିବାକୁ ସ୍ଥିରୀକୃତ ହେଇଥିବା ରୁକ୍ମିଣୀଙ୍କୁ ସେ ହରଣ କରି ବିବାହ କଲେ, ରୁକ୍ମିଣୀ ସେକେଣ୍ଡ। ଦେନ୍ ଥାର୍ଡ଼ ହେଉଛି କ'ଣ? ଏଇ ଯେଉଁ ଶୂର୍ପଣଖା ଫୋର୍ଥ, 1 2 3 ୟେସ୍ ଫୋର୍ଥ ବୈଲୋଚନ। ତ ହେଇଗଲା। ତ ଏମିତି ଭାବରେ ତୁମେ ମନେ ରଖିବ। କବିଙ୍କ ବର୍ଣ୍ଣନାରେ ବୈଲୋଚନ ବୋଲି ଏକ ବୀର ଥିଲା, ହେଲେ ତାର ମନୋହାରୀ କୁଟ କରି ଚୁଟି ଉପାଡ଼ି ତାହାକୁ କେଶକାଟ ଦେଖି ମାରି। ରାମାବତାରରେ କୃଷ୍ଣ ବଳିକୁ ନାଶ କଲେ। ବଳିକୁ ମାରିଥିଲେ ନାଇଁ କି? ସୁଗ୍ରୀବଙ୍କ ବଡ଼ ଭ୍ରାତା, ଜ୍ୟେଷ୍ଠ ଭ୍ରାତା। ରାମାବତାରରେ କୃଷ୍ଣ ବଳିଙ୍କୁ ବିନାଶ କରିଥିଲେ। ସମୁଦ୍ରରେ ସେତୁ ବାନ୍ଧି ରାବଣଙ୍କୁ ମାରି ସୀତାଙ୍କୁ ଲଙ୍କାରୁ ଉଦ୍ଧାର କଲେ। ବାମନ ମୂର୍ତ୍ତି ଧରି କ'ଣ?
बली को पातालपुरी को प्रेरण कले। देन जलंधर पत्नीर सतीत्व हरण करी कृष्ण शिवंक द्वारा जलंधर को विनाश कले। देन पांडवंक मित्र होई मध्य से भीमपुत्र बेलाल सेन को विनाश कले। देख ताक सब मुझे कहली पॉइंट 1 2 3 4 कहीकि तुम तांको लेखि पकाओ टिके माने जस्ट शॉर्टली एवं कौन कौन कले केवल लिखिदियो। तांकर विचित्र लीला गुड़िक केवल लिखाई। लीला बिहारी श्रीकृष्ण लीला विचित्र कृष्णावतार से द्रोणाचार्य को मध्य विनाश कराई नुह कराई से क्या मारी नथिले हला। रास खाली केवल कंस को मारी रासमंडल ब्रजदेवी को नहीं एकुटिया छाड़ी देइथिले। गोवर्धन गिरी को टेकी इंद्र कोपरू रक्षा कले। लीला मोहन कृष्ण बामन अवतार शुक्राचार्य को आउ कौन कौन कले। बामन अवतार नहीं शुक्राचार्य चक्षु को कणा करथिले। पाप पुण्य विचार नक कृष्ण अवतार से षंढासुर को मारिथिले। जलकेलीरता गोपिंगना मानक बसन को चोरी करी नहीं कृष्णावतार से लज्जिता कराइथिले। सेही जगत प्रभुंकर अनंत लीला वास्तव में अवर्णनीय। कवि लेखनी कृष्ण नाना अवतार लीला अत्यंत कौतूहलपूर्ण और देव भोग्य। एतिकी लेखिला लास्ट को जदि ए क्वेश्चन टी आसुची जदि ए क्वेश्चन आसुची केवल लास्ट को तमे लिखिबो कौन यस देख ए पॉइंट की देख शिशुपाल को देख विवाह वेदी शिशुपाल को फेराई देवी मंदिर रुक्मिणी को हरण कर शूर्पणखा को हतश्री कर तार नासा छेदन कर कृष्णकर हृदयहीनतार परिचय बोली गोपी माने अभिमान रे कहिसंती। ए लाइन टी मन रख यह कृष्णकर हृदयहीनतार परिचय कोटा कृष्णकर हृदयहीनता शूर्पणखार हतश्री करी तार नासा छेदन जो करछंती एवं शिशुपाल को विवाह विधि फेरे दे रुक्मिणी को से विवाह कर से कहते कौन हृदयहीन कृष्ण होचंती हृदयहीन बोली गोपी माने अभिमान रे कहते लिखिल। देन छलनाकारी कृष्ण बोल छलनाकारी कृष्ण क्वेश्चन कौन थिला छलोक्ति रे कृष्ण श्रीकृष्ण गुणकीर्तन करी तांकर महिमा गान करवा कविंकर लक्ष्य। तो छलनाकारी कृष्ण बैलोचन को तार केश उत्पाटन करी बध कर जहाँ लिखा कथा लिखिल। बिना दोष बाली को विनाश कर सिंधु बांधी रावण को निधन कर। देन लास्ट देख लास्ट मु देखार तात्पर्य हूँ लास्ट से पदे लिखिल तुम गोपबाला मानकर कथा गोपी माने अभिमान कहते कृष्णकर एतादृश दयाहीनता वास्तव में परम दयालु हरिबोल कहवा मार्गरे प्रतिबंधक कहले अत्युक्ति हेब नाही। ताकू जो कौन परम दयालु बोली कहा जाइछि तांकर ए सबू तांकर लीला देखि तांको एहा कहिबा कहिबारे किछिटा प्रतिबंधक देखा दउछि कहले अत्युक्ति हेब नाही। उपरोक्त विश्लेषण यह स्वीकार्य जे आलोच्य कवितारे कवि छलोक्ति माध्यम गोपी मानकर अभिमान को वर्णना करछंती ओ छलोक्ति रे श्रीकृष्ण गुणकीर्तन माध्यम तांकर महिमा गान करछंती। देख सेकेंड क्वेश्चन टी आसिले एहा को लिखिबो हला। सेकेंड क्वेश्चन टी आसिले सबू जहाँ लिखुच लिखि दियो किछि कथा नै। प्रथम क्वेश्चन जहाँ देखिली तांकर लीला गुड़िक जो लिखिल तुमे श्रीकृष्ण विभिन्न अवतार किपरि भाबरे तांकर लीला और महिमा वर्णना करछंती गोरचरण अधिकारी सबू लिखिल तापरे लास्ट को यह को लिखिदेव। जदि सेकेंड क्वेश्चन टी छलोक्ति श्रीकृष्णकर गुणकीर्तन करी तांकर महिमा गान करवा कविंकर लक्ष्य यह को प्रमाण कर जदि आसे ताहले तुम लिखिब। ओके पिला माने ए थिला तुमर प्राचीन मध्यकालीन कवितार 3टी लॉन्ग क्वेश्चन मु वर्तमान पर्यंत तुमको दे सारी। रिलैक्स रुह मु तुमको सब किछि दे देबी। तुमर प्राचीन मध्यकालीन कविता प्रबंध विभाग क्षुद्र गल्प सबुथर 2 मार्क्स एंड 3 मार्क्स क्वेश्चन सबू प्रोवाइड करी। ओके ठीक अच्छे वर्तमान रही। धन्यवाद। जय माता दी।